ନମସ୍କାର ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ବନେଇବା ଦେଖନ୍ତୁ ସ୍ୱିଟ୍ କର୍ନ ନେଇଯାଇଛି ଆଉ କର୍ନର ଆଜି ଢୋକଲା ବନେଇବା ସେଥିପାଇଁ ସୁଜି ଆଉ ବେସନ ନେଇଯିବା ତାପରେ ଦହି ନେଇଯିବା। ଦହି ଆଉ ସୁଜି ବେସନକୁ ଭଲକି ମିଶେଇ ଦେବା। ତାପରେ ମକାକୁ ଗ୍ରାଇଣ୍ଡ କରିବା ଟିକେ ସେଥିରେ କଞ୍ଚା ଲଙ୍କା ଆଉ ଅଦା ନେଇଯିବା। ଗ୍ରାଇଣ୍ଡ କଲା ପରେ ଦହି ବେସନ ମିଶେଇଥିବା ଘୋଳରେ ଆମେ ଏଇ ମକାର ପେଷ୍ଟକୁ ମିଶେଇ ଦେବା। ତାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଦେଇକି ମିଶେଇ ଦେବା। ଟିକେ ବେକିଂ ପାଉଡର ହଉ ସୋଡ଼ା ହଉ ଇନୋ ହଉ ଯୋଉଟା ବି ଥିବ ଆପଣମାନଙ୍କ ପାଖରେ ଦେଇଦେବେ। ତାପରେ ଦେଖନ୍ତୁ ଏବେ ଆମେ ନେଇଯିବା ଷ୍ଟିମ୍ କରିଦେବା। ଷ୍ଟିମ୍ କରିଦେବା ଏଥିରେ ଟିକେ ଉପରେ ମୁଁ ଦେଇଦେଇଛି ଟିକେ ଲାଲ ମରିଚ ପାଉଡର। ତାପରେ ଦେଖନ୍ତୁ ସିଝିଗଲାଣି 15 ମିନିଟ୍ ଏମିତି ଲାଗିଥାଏ ଷ୍ଟିମ୍ରେ ପୁରା ବଢ଼ିଆକି ସିଝି ଯାଇଥାଏ। ତାପରେ ଆମେ ସେଟାକୁ ଟିକେ ଥଣ୍ଡା କରିକି ଡିମୋଲ୍ କରିଦେବା। ଆଉ ଏଇଟାକୁ ଛୋଟ ଛୋଟ ପିସ୍ କରି ସ୍କୋୟାର ପିସ୍ କରିକି ଆପଣମାନଙ୍କୁ ଯେମିତି ହିସାବରେ କାଟିଦେବେ। କାଟିଦେଲା ପରେ ଦେଖନ୍ତୁ କେତେ ସୁନ୍ଦର ସ୍ପଞ୍ଜି ବନିଛି। ସେଥିରେ ଟିକେ ଫୁଟଣ ଦେଇଦେବା, ପାନମହୁରି ପଞ୍ଚ ଫୁଟଣ ଦେଇଦେବା। ତାପରେ ଭୂଷଙ୍ଗ ପତ୍ର ଦେଇକି ସେଥିରେ ପକେଇକି ଟିକେ ଭାଜିଦେବା। ସେଥିରେ ଆପଣମାନେ ଉପରେ ଚିଲି ଫ୍ଲେକ୍ସ ଦେଇପାରିବେ, ଲେମ୍ବୁ ଚିପୁଡ଼ି ପାରିବେ। ମୁଁ ଟିକେ ଚିଲି ଫ୍ଲେକ୍ସ ଉପରେ ଦେଇଦେଇଛି ଆଉ ବନିଗଲା